ଜୟ ହିନ୍ଦ। ଏଇ ଭିଡ଼ିଓରେ ଆମେ ଦେଖିବା କିପରି ଆମର ଆର୍ଆଇ ଏରେ ଅମିନୋ ଆଇସିଡ୍ ଯୋଉ ବାହାରିଥିଲା ତାର ଆନ୍ସର କି ଆସିସାରିଛି ଆମେ ଡାଉନଲୋଡ୍ କରି ଦେଖିବା ପିଡିଏଫ୍ କିପରି ଡାଉନଲୋଡ୍ ହେଉଛି। ତ ଆପଣ ଦେଖନ୍ତୁ ଏଇଟା ହେଉଛି ଅଫିସିଆଲ ୱେବସାଇଟ୍ otripleSSC.gov.in। ଏଠି କ୍ଲିକ୍ କଲା ପରେ ଆପଣ ଦେଖିବେ ଅଫିସିଆଲ ନୋଟିଫିକେସନଟା ଏପରି ଆସିଛି ଯେଉଁଥିରେ କି ଲେଖା ଅଛି ଆପଣ ଆନ୍ସର ସିଟ୍ ଆପଣ ଡାଉନଲୋଡ୍ କରିବେ ଏବଂ ଯଦି କିଛି ଭୁଲ ରହୁଛି ତାଙ୍କର ଆନ୍ସର ଦେବାରେ ଆପଣ ଠିକ୍ କରୁଛନ୍ତି କିନ୍ତୁ ସେ ଭୁଲରେ ରଙ୍ଗ ଦେଇଛି ତାହେଲେ ଆପଣ ଅବଜେକ୍ସନ ରାଇଜ କରିପାରିବେ। 12 ଜୁଲାଇ 2024 ରହିଛି ଲାଷ୍ଟ ଡେଟ୍। 12 ଜୁଲାଇ ଭିତରେ ଆପଣ ଆଜି ହେଲା 3 ଜୁଲାଇ, 12 ଜୁଲାଇ ହେଉଛି ଲାଷ୍ଟ ଡେଟ୍। ତା ଭିତରେ ଆପଣ ଅବଜେକ୍ସନ ରାଇଜ କରିବେ। କିପରି କରିବେ ନା ଆପଣ ଲିଙ୍କ ମୁଁ ଆପଣଙ୍କୁ ଡାଇରେକ୍ଟ ପ୍ରୋଭାଇଡ କରିଦେଉଛି। ସେ ଲିଙ୍କଟା ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଏପରି ଇଣ୍ଟରଫେସ୍ ଦେଖାଯିବ ଯୋଉଟାକି ଡିସ୍କ୍ରିପ୍ସନରେ ଅଛି ଏବଂ ଗ୍ରୁପରେ ମଧ୍ୟ ସେୟାର କରିଦେଉଛି। ଯଦି ଜଏନ୍ କରିନାହାନ୍ତି ଗ୍ରୁପ ଏଜୁକେସନ ଗ୍ରୁପ ଫ୍ରି ଅଫ୍ କଷ୍ଟ ଆପଣ ଜଏନ୍ କରିପାରିବେ। ଡିଏମ୍ କରନ୍ତୁ ହ୍ୱାଟ୍ସଆପ୍। ଦେଖନ୍ତୁ ଆପଣ ଆପ୍ଲିକେସନ ନମ୍ବର ଏବଂ ଆପଣଙ୍କ ପାସୱାର୍ଡ ହେଉଛି ଡେଟ୍ ଅଫ୍ ବାର୍ଥ ଯୋଉଟାକି ଟାଇପ୍ କରିକି ଆପଣ ଆପ୍ଲିକେସନ ନମ୍ବର କୋଉଠି ମିଳିବ ନା ଆପଣଙ୍କ ମେଲରେ ଅଛି, ଆପଣଙ୍କ ଆଡମିଟ୍ କାର୍ଡରେ ଅଛି, ନହେଲେ ଆପଣ ଲଗ୍ଇନ୍ କରିକି ମଧ୍ୟ ଆପଣ ଅଫିସିଆଲ ସାଇଟ୍ରେ ଆପଣ ଆପ୍ଲିକେସନ ପାଇପାରିବେ। ତ ଆପ୍ଲିକେସନ ନମ୍ବର ପାଇଲା ପରେ ଆପଣ କ'ଣ କରିବେ ନା ଆପ୍ଲିକେସନ ନମ୍ବର ଡେଟ୍ ଅଫ୍ ବାର୍ଥ ଆଉ କ୍ୟାପଚା ଫିଲ୍ କରିକି ଆପଣ ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ଆପଣଙ୍କୁ ଏହିପରି ଇଣ୍ଟରଫେସ୍ ଦେଖାଯିବ। ଠିକ୍ ଅଛି, ତ ଏପରି ଇଣ୍ଟରଫେସ୍ ଦେଖାଯିବ। ତ ଏଠି କ'ଣ କରିବେ ନା କ୍ୟାଣ୍ଡିଡେଟ୍ ରେସ୍ପନ୍ସ ଉପରେ କ୍ଲିକ୍ କରିବେ ହେଲା। କ୍ୟାଣ୍ଡିଡେଟ୍ ରେସ୍ପନ୍ସ ଉପରେ କ୍ଲିକ୍ କରିବା ପରେ ଦେଖିବେ ପ୍ଲିଜ୍ କ୍ଲିକ୍ ହିୟର ଲେଖା ହେଇଛି। ଏଠି ଦେଖନ୍ତୁ କ୍ଲିକ୍ ହିୟର, ହିୟର ଏଟା ବ୍ଲୁ କଲର ଅଛି। ତ ହିୟର ଉପରେ କ୍ଲିକ୍ କରିବେ। ତ ହିୟର ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଏପରି ଇଣ୍ଟରଫେସ୍ ଦେଖାଯିବ। ଆପଣଙ୍କ ଆପ୍ଲିକେସନ ନମ୍ବର, ରୋଲ ନମ୍ବର, ନେମ୍, ଏକ୍ଜାମ ସେଣ୍ଟର, ଡେଟ୍, ଟାଇମ୍ ସବୁ ଥିବ, ଫଟୋ ଥିବ ଆପଣଙ୍କ। ତାପରେ ତଳକୁ ସ୍କ୍ରଲ୍ କଲା ପରେ ଦେଖିବେ ଆପଣ ମ୍ୟାଥମେଟିକ୍ସ ଯୋଉ ଅଛି କ୍ୱେଶ୍ଚିନ୍ ନମ୍ବର 1 ଏବଂ ଯୋଉଟା ଠିକ୍ ଉତ୍ତର ସେଟା ଗ୍ରୀନ୍ କଲର ଆପଣଙ୍କୁ ଦେଖାଉଛି ଅପସନ୍ ସି। ଆଉ ଏଠି ଚୁଜ୍ ଅପସନ୍ ସି, ଯଦି ଚୁଜ୍ ଅପସନ୍ ଯୋଉଟା କରିଛନ୍ତି ଆଉ ଗ୍ରୀନ୍ କଲର ଯୋଉଟା ଦେଖାଉଛି ସମାନ ଅଛି ସେମ୍ ଅଛି ତାହେଲେ ଏଇଟା ଆପଣଙ୍କ କରେକ୍ଟ ଆନ୍ସର, ଆପଣଙ୍କ ପାଇଁ ଏଥିପାଇଁ ମାର୍କ ମିଳିବ। ଯଦି ଚୁଜ୍ ଅପସନ୍ ଆପଣ ବି କରିଥାନ୍ତେ, ଦେଖନ୍ତୁ ଯଦି କିଛି ଅଲଗା କରିଥାନ୍ତେ, ଯଦି ଅପସନ୍ ଏଟା 2 ନମ୍ବର ଡି ଅଛି ଚୁଜ୍, ଏଇଟା ଡି ତାହେଲେ ଠିକ୍ ଅଛି। ସେପରି 3 ନମ୍ବରଟା ଦେଖନ୍ତୁ ଅପସନ୍ ଚୁଜ୍ କିଛି କରିନାହାନ୍ତି ତାମାନେ ଏଟା ଛାଡ଼ି ଦେଇଛନ୍ତି, ତ କରିନାହାନ୍ତି। ବୁଝିହେଲା? ଭୁଲ କେମିତି ଜାଣିବେ ନା ଏଠି ଦେଖନ୍ତୁ 5 ନମ୍ବର କ୍ୱେଶ୍ଚନ ଚୁଜ୍ ଅପସନ୍ ଡି ଅଛି, କରେକ୍ଟ ଆନ୍ସର ଅପସନ୍ ବି ଦେଇଛି, ତ ଏଇଟା ହେଉଛି ରଙ୍ଗ ଆନ୍ସର, ଏଥିପାଇଁ ନେଗେଟିଭ ମାର୍କ ମାଇନସ୍ ହବ। ତ ଏଇପରି ଆପଣ କାଉଣ୍ଟ କରିଦେବେ ଆପଣ କେତେଟା ଠିକ୍ ହେଉଛି କେତେଟା ଭୁଲ ହେଉଛି, ସେଇପରି ଆପଣ ହିସାବ କରିବେ କୋଉଟା କେତେ ମାର୍କ ରହୁଛି। ତ ଅବଜେକ୍ସନ ରାଇଜ କୋଉଠି କରିବେ ନା ଆପଣଙ୍କର କୌଣସି କ୍ୱେଶ୍ଚିନ୍ ଯଦି ଆପଣ ଠିକ୍ କରିଛନ୍ତି ସେ ଭୁଲ ଦେଇଛନ୍ତି ତାହେଲେ ଅବଜେକ୍ସନ ରାଇଜ ଉପରେ କ୍ଲିକ୍ କରିବେ। ଏଠି ଅବଜେକ୍ସନ ରାଇଜ ଉପରେ କ୍ଲିକ୍ କଲା ପରେ କ୍ଲିକ୍ ହିୟର ଟୁ ରାଇଜ ଅବଜେକ୍ସନ ଉପରେ କ୍ଲିକ୍ କରିବେ। ଆପଣଙ୍କୁ ଏଇପରି ଇଣ୍ଟରଫେସ୍ ଦେଖାଯିବ। ଏଠି ଦେଖନ୍ତୁ ଆଉ ଗୋଟେ କଥା କହିଦଉଛି, ଯୋଉ ଲେଖା ହେଇଛି ମନେକର ଆମର ସପୋଜ କରିଦଉଛି, ମନେକର ଯଦି ଏଇଟାର ଆନ୍ସର ଡି ହେଇଥାନ୍ତା, ଆମେ କହୁଛେ ଡି 5 ନମ୍ବର କିନ୍ତୁ ଭୁଲ ଦେଇଛି ବି, ମୁଁ ସପୋଜ କହୁଛି ହେଲା। କେମିତି ଅବଜେକ୍ସନ ରାଇଜ କରିବେ, ତ ଏଇଟା କ୍ୱେଶ୍ଚିନ୍ ଆଇଡିଟା କପି କରିବେ। ଏ ଯୋଉ କ୍ୱେଶ୍ଚିନ୍ ଆଇଡି ଲେଖା ହେଇଛି ରାଇଟ୍ ସାଇଡ୍ ଦେଖନ୍ତୁ, କ୍ୱେଶ୍ଚିନ୍ ଆଇଡିଟା ଆପଣଙ୍କ ଦରକାର, କ୍ୱେଶ୍ଚିନ୍ ଆଇଡିଟା କପି କରିବେ। ଏଠି କଲା ପରେ ଆପଣଙ୍କୁ ଏଠି ଦରକାର କୋଉଠି, ଏଠି ଆପଣ କ୍ଲୋଜ କରିନେବେ। ଏଠି ଦେଖନ୍ତୁ ଅବଜେକ୍ସନ ରାଇଜ ଫର୍ମଟା ଏଇଟା ଓପନ୍ ହେଇଯିବ। ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର, ପୋଷ୍ଟ, ଏକ୍ଜାମ ଡେଟ୍, ସିଫ୍ଟ ସବୁ ଥିବ। କ୍ୱେଶ୍ଚିନ୍ ଆଇଡିଟା ଦରକାର, କ୍ୱେଶ୍ଚିନ୍ ଆଇଡିଟା ଆପଣ ଏଠି ଦେଖିକି ସେଇଟା ସିଲେକ୍ଟ କରିବେ, ସେଇ କ୍ୱେଶ୍ଚିନ୍ ଆଇଡିଟା। ଆଉ ଆପଣଙ୍କ ଲାଙ୍ଗୁଏଜ ସିଲେକ୍ଟ କରିବେ। ଆଉ ନେଚର ଅଫ ଅବଜେକ୍ସନ କ'ଣ, ଅଲ୍ ଅପସନ୍ ଇନକରେକ୍ଟ ଥିଲା ନା ମଲ୍ଟିପୁଲ କରେକ୍ଟ ଆନ୍ସର ଥିଲା, କ'ଣ ଥିଲା ଆପଣ ଦେବେ। ଆଉ କିଛି ପ୍ରୁଫ୍ ଦେବାକୁ ଚାହୁଁଛନ୍ତି ରିମାର୍କ ଦେବେ, ଡକ୍ୟୁମେଣ୍ଟ ବି ଆଟାଚ୍ କରିପାରିବେ, ରେଫରେନ୍ସ କିଛି ଆପଣ ଦେଇକି ସବମିଟ୍ କରିନେବେ। ଏଇଟା ହେଉଛି 12 ତାରିଖ ଲାଷ୍ଟ ରହୁଛି, ଏଇଟା ଅବଜେକ୍ସନ ରାଇଜ। ଠିକ୍ ଅଛି, ପିଡିଏଫ୍ଟା ଆପଣ ଏଠି କେମିତି ଡାଉନଲୋଡ୍ କରିବେ ନା ଏଠି ପ୍ରିଣ୍ଟ ଉପରେ କ୍ଲିକ୍ କଲା ପରେ ଆପଣ ସେଭ୍ ଆଜ୍ କରିକି ଫୋନ୍ରେ ଯଦି କରୁଛନ୍ତି ସେଭ୍ ଆଜ୍ କରିକି ପିଡିଏଫ୍ କରିକି ରଖିପାରିବେ। ପିଡିଏଫ୍ ରଖିଲେ ଫ୍ୟୁଚର୍ ଆପଣ ପ୍ରାକ୍ଟିସ୍ କରିପାରିବେ, ଇଜି ହେବ। ଆଉ ଯଦି କିଛି ଡାଉଟ୍ ରହୁଛି, ପ୍ରୋବ୍ଲେମ୍ ରହୁଛି ତାହେଲେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ ଏବଂ ଏଇ ଭିଡ଼ିଓଟିକୁ ସମସ୍ତଙ୍କୁ ଟିକେ ସେୟାର କରିନେବୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ରଖନ୍ତୁ ଏପରି ଅପଡେଟ୍ ପାଇଁ। ଥ୍ୟାଙ୍କ୍ସ ଫର ୱାଚିଂ। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ଉତ୍କଳ।